କାହିଁ ନେଲେ ଏ କଥା ଢୋଲ ଭିତରେ ମୂଷା ତ ମୁଁ କହିଥିଲି ତେଣୁ ମୂଷା କିଏ ମୂଷା ପାଇଁ ବାହାରୁଛନ୍ତି କିଛି କହିବି ତ ମୁଁ କାହାକୁ କହିନି କାହାକୁ ଆକ୍ଷେପ କରିନି ମୁଁ ଗୋଟେ କଥାକୁ କହିଲି କଥା ଛଳରେ କହିଲି ବିଜେଡି ଏତେ ସୁଦୀର୍ଘ 24 ବର୍ଷ ଶାସନ କଲା ପରେ ଏଥର ଯୋଉ ପରାଜୟ ଅପ୍ରତ୍ୟାଶିତ ପରାଜୟ ଯୋଉ ହେଲା ତାର କାରଣ ଖୋଜା ଚାଲିଛି ଏପର୍ଯ୍ୟନ୍ତ ଦଳର ଯୋଉମାନେ ସିନିୟର ଲିଡର ମାନେ ଏପର୍ଯ୍ୟନ୍ତ ଆଲୋଚନା ପର୍ଯ୍ୟାଲୋଚନା ଭିତରେ ଚାଲିଛି ଏବଂ ମନ୍ଥନ ହଉଛି ବାହାରିବ ନିର୍ଯାସ ବାହାରିଲେ ଆପଣମାନେ ଜାଣିବେ ବିବାଦ କିଛି ନାହିଁ ବିବାଦ ମୁଁ ଗୋଟେ କଥା କହିଥିଲି ଢୋଲ ଭିତରେ ମୂଷା ତ ସେ ଅଯଥା ସେ କଥାଟାକୁ ନିଜ ଆଡକୁ ଟାଣି ନେଇକି ସିଏ ମୋ ନାଁରେ ଗୋଟେ ଅବାଞ୍ଛିତ ମନ୍ତବ୍ୟ ଦେଲେ ଯେ ତାଙ୍କ ପରିବାରକୁ ଜନସାଧାରଣ ପ୍ରତ୍ୟାଖ୍ୟାନ କରୁଛନ୍ତି ତ ତାକୁ ପ୍ରତିବାଦ କରି ମୁଁ ଆଜି କିଛି ବାଇଟ୍ ଦେଇଥିଲି ଏବଂ ସେ ବାଇଟ୍ର ସାରାଂଶ ଏହା ଥିଲା ଯେ 2019ରେ ମୁଁ ଯେତିକି ଭୋଟ ପାଇଥିଲି ପାଖାପାଖି 70,000 ଏବଂ 2024ରେ ମୋର ଧର୍ମପତ୍ନୀ ଯେହେତୁ ପ୍ରାର୍ଥୀ ହେଇଥିଲେ ସିଏ ମଧ୍ୟ ପାଖାପାଖି 70,000 ଭୋଟ ପାଇଛନ୍ତି ତ ଲୋକ ପ୍ରତ୍ୟାଖ୍ୟାନ କଲେ କେତେବେଳେ ଏବଂ ସେ ଜାଗାରେ ସ୍ୱାଭାବିକ ପ୍ରଶ୍ନ ଉଠିବ ଯଦି 70,000 ଭୋଟ ପାଇ ଆପଣ ବିଧାୟକ ହେଇଥିଲେ ତ ଆପଣ ପତ୍ନୀ 70,000 ଭୋଟ ପାଇ କାହିଁ ବିଧାୟକ ହେଇ ନପାରିଲେ ତା ଦେହରେ କଥା ହେଉଛି କ'ଣ 2019ରେ ଯେତେବେଳେ କଂଗ୍ରେସର ଯିଏ କ୍ୟାଣ୍ଡିଡେଟ୍ ଥିଲେ ସିଏ 48,000 ଭୋଟ ପାଇଥିଲେ ଏବଂ ଏଥର ଯିଏ କଂଗ୍ରେସ ପ୍ରାର୍ଥୀ ହେଲେ ଦୁର୍ବଳ ପ୍ରାର୍ଥୀ ଦେଇଥିଲେ ସେ 8,000 ଭୋଟ ମାତ୍ର ପାଇଥିଲେ ବାକି ଆଉ 40,000 ଭୋଟ ଯୋଉଟା সেটা ফ্লোটিং ভোট সেটা এপট সেপট হয়ে যেটা মু তো কলেক্ট କରିପାରିଲିନି ସେ ଅନ୍ୟ ଆଡ଼କୁ ପଳେଇଲା ସେଇଟା ହେଉଛି ପରାଜୟର ମୁଖ୍ୟ କାରଣ ଏ ହେଲା କଥା କିନ୍ତୁ ମୋର କହିବା କଥା ମୁଁ ତାଙ୍କୁ କିଛି କହିନଥିଲି ମୁଁ ଗୋଟେ କଥା ପ୍ରସଙ୍ଗରେ କହିଥିଲି କିନ୍ତୁ ଅଲ୍ ଅଫ୍ ସଡନ୍ ସେ ତା ଭିତରକୁ ଲମ୍ଫ ଦେଇକି ଏ କଥାକୁ ନିଜ ଆଡ଼କୁ ଟାଣିକି ଦୁନିଆ କଥା କହିଲେ ତାଙ୍କ ପରିବାର ଯେତେବେଳେ ପରିବାରକୁ ଯେତେବେଳେ ଆକ୍ଷେପ କଲେ ସେତେବେଳେ ମୁଁ ପ୍ରତିବାଦ କଲି ହେଲା ସେଇ ତ ଆଶ୍ଚର୍ଯ୍ୟର କଥା ମୁଁ ତ ତା ବୁଝିପାରୁନି ଯେ ମୁଁ ତ ମୋର ଏମିତି ସ୍ୱାଭାବିକ ଢଙ୍ଗରେ କହିଲି ଯେତେବେଳେ ଜଣେ ହାରିଥାଏ ନିଶ୍ଚିତ ଭାବରେ ଅନେକ କାରଣ ଥାଏ ହାରିବା ପାଇଁ ଆପଣ ପାଖ ଲୋକ ବ୍ୟାକଷ୍ଟାବିଂ କରିଥାଇପାରେ ଅତି ଯାହାକୁ ବିଶ୍ୱାସ କରୁଥିବେ ସେ ଧୋକା ଦେଇଥାଇପାରେ ବହୁତ ପ୍ରକାର ଜିନିଷ ହେଇଥାଇପାରେ ହାରିବାର ଅନେକ କାରଣ ଥାଇପାରେ କ'ଣ ହେଇଥିବ ମୁଁ ତା ମନ ଭିତରେ ରଖି ମୁଁ ଗୋଟେ କଥା କହିଲି ତାଙ୍କୁ ତ କିଛି କହିନି ସେ ଅଯଥା ତା ଭିତରେ ପଶିବାର କାରଣ ହେଲା କଥା ନିଶ୍ଚିତ ଭାବରେ ତାଙ୍କର ଯୋଉ ସହକର୍ମୀ ମାନେ ତାଙ୍କ ନିଜର ପାଖରେ ତାଙ୍କ ପାଖରେ ଯିଏ ଚାକିରି କରୁଛନ୍ତି ଯୋଉ ପିଲା ତାଙ୍କର ନିଜର ପିଲା ଯୋଉମାନେ ସେମାନେ ସମସ୍ତେ ଓପିଲି ବିଜେପିରେ ମୋ ବିରୁଦ୍ଧରେ ଲାଗିଲେ ଏବଂ ଯୋଉଟାକି ମୁଁ ତାକୁ ଫୋନ କରି ସେଟା ଜଣେଇଥିଲି ମଧ୍ୟ ସିଏ କହିଥିଲେ ମଧ୍ୟ ହଁ ମୁଁ ତାକୁ ତାଗିଦ କରୁଛି ସବୁ କରୁଛି କିନ୍ତୁ କିଛି କଲେନି ତ ତାଙ୍କର ନିଜ ଲୋକ ଯୋଉମାନେ ମୋ ବିରୁଦ୍ଧରେ ଓପିଲି ଲାଗିଲେ ହେଲା କଥା ନିଶ୍ଚିତ ଭାବରେ ସେଇ ପ୍ରକାର ହେଇପାରେ ଯାହା ଆପଣ କହୁଛନ୍ତି ହୁଏତ ତା ହେଇପାରେ କିନ୍ତୁ ସିଏ ଉପରେ ନିଜ ଆଡୁ କାହିଁକି ନେଲେ କଥା ତ ଢୋଲ ଭିତରେ ମୂଷା ତ ମୁଁ କହିଥିଲି ତେଣୁ ମୂଷା କିଏ ମୂଷା ପାଇଁ ବାହାରୁଛନ୍ତି ମୁଁ କିଛି କହିବି ତେଣୁ ମୁଁ କାହାକୁ କହିନି କାହାକୁ ଆକ୍ଷେପ କରିନି ମୁଁ ଗୋଟେ କଥାକୁ କହିଲି କଥା ଛଳରେ କହିଲି ସିଏ ସେଟାକୁ ନିଜ ଆଡୁ କାହିଁ ନେଲେ ତା ଭିତରେ କ'ଣ ପାଇଁ ନେଲେ କାରଣ କ'ଣ ଆପଣ ନିଜେ ଚିନ୍ତା କରନ୍ତୁ ମୁଁ ତା ବିଷୟରେ କାହିଁ କହିବାକୁ ଯିବି।